ଆରେ ଦେଖ ନା, ପୂର୍ବରୁ ଆମ ଜିଲାପି ଦୋକାନ କେତେ ଭଲ ଚାଲିଥିଲା। ଯେବେଠୁ ଏ ମିନୁ ଜିଲାପି ଦୋକାନ ଖୋଲିଲାଣି ଆଉ କେହି ବି ଆମ ଦୋକାନରୁ ଜିଲାପି କିଣୁନାହାନ୍ତି। ଜଣା ନାହିଁ ଏଇ ମିନୁ ତା ଜିଲାପିରେ ଏମିତି କଣ ମିଶୁଛି ଯେ ସମସ୍ତଙ୍କୁ ଏତେ ଭଲ ଲାଗୁଛି। ହଁ ତୁ ଠିକ କହିଲୁ। ଏମିତି ଯଦି ସବୁଦିନ ଚାଲିବ କିଛି ଦିନରେ ହିଁ ଆମ ଦୋକାନ ବନ୍ଦ ହେଇଯିବ। ଆରେ ତୁମେ ଚିନ୍ତା କରନି, ଏ ମିନୁକୁ ରାସ୍ତାରୁ ହଟେଇବା ପାଇଁ ମୋ ପାଖରେ ଏକ ଉପାୟ ଅଛି। ମୁଁ କାଲି ହିଁ ସେ କାମ କରିବି। ଆରେ ମିନୁ, ତୁ କୁଆଡେ ଯାଉଛୁ? କାଉ ଭଉଣୀ, ମୁଁ ଚିନି ଆଣିବାକୁ ଯାଉଛି। ଚିନି ସରିଯାଇଛି ତ, ଚିନି ଆଣିଲେ ଯାଇ ମୁଁ ଜିଲାପି ତିଆରି କରିବି। ଆଚ୍ଛା, ତେବେ ତୁ ଏ ରାସ୍ତାରେ କାହିଁକି ଯାଉଛୁ? ଆମ ଜଙ୍ଗଲର ଉତ୍ତର ଦିଗରେ ଗୋଟେ ଭଲ ଚିନି ଦୋକାନ ଅଛି। ତୁ ସେଠାକୁ ଯା, ସେଠି ତୁ ବହୁତ କମ ଦାମରେ ଚିନି ପାଇଯିବୁ। ହେଲେ କାଉ ଭଉଣୀ, ମୁଁ ଶୁଣିଥିଲି ଆମ ଜଙ୍ଗଲର ଉତ୍ତର ଦିଗକୁ ପକ୍ଷୀ ଶିକାରୀ ଆସନ୍ତି ଆଉ ପକ୍ଷୀମାନଙ୍କୁ ଧରି ତାଙ୍କ ସାଙ୍ଗରେ ନେଇଯାଆନ୍ତି। ନାଇଁ ମିନୁ, ତୁ ଭୁଲ ଶୁଣିଥିବୁ। ମୁଁ କାଲି ହିଁ ସେଠାକୁ ଯାଇଥିଲି। ମୁଁ ତ ଗୋଟେ ବି ଶିକାରୀକୁ ଦେଖିବାକୁ ପାଇଲିନି। ଓଲଟା ଅନେକ ଚଢ଼େଇ ସେଠି ଘର କରି ରହୁଛନ୍ତି। ତୁମେ ଯଦି କହୁଛ ତାହେଲେ ସତ ହେଇଥିବ। ଠିକ ଅଛି କାଉ ଭଉଣୀ, ମୁଁ ଏବେ ଚିନି ଆଣିବାକୁ ଯାଏ। ଆସିଲେ ତୁମ ସହ କଥା ହେବି। ଯା ମିନୁ ଯା, ଆଉ ଫେରିବୁ ଯେ ମୋ ସହ କଥା ହେବୁ। କାଉର କଥାକୁ ସତ ଭାବି ମିନୁ ଜଙ୍ଗଲର ଉତ୍ତର ଦିଗକୁ ଗଲା। ସେତେବେଳେ ସେଠି ଗୋଟେ ପକ୍ଷୀ ଶିକାରୀ ବୁଲୁଥିଲା। ସେ ଯେମିତି ଚଢ଼େଇକୁ ଦେଖିଲା ତାକୁ ଧରିବା ପାଇଁ ତୀର ମାରିଲା। ସେ ତୀର ଯାଇ ଚଢ଼େଇର ଦେହରେ ବାଜିଲା, ଯାହା ଫଳରେ ସଙ୍ଗେ ସଙ୍ଗେ ହିଁ ମିନୁ ଚଢ଼େଇର ମୃତ୍ୟୁ ହେଇଗଲା। ଆରେ କଣ, ଏ ଚଢ଼େଇଟା ତ ମରିଗଲା। ଏ ମଲା ଚଢ଼େଇକୁ ମୋ ପାଖରୁ ଏବେ କିଏ କିଣିବ? ଧେତ୍, ଆଜି ମୁଁ ଗୋଟେ ବି ଚଢ଼େଇ ଧରି ପାରିଲିନି। କିଛି ସମୟ ପରେ ସନ୍ଧ୍ୟା ହେଇଯିବ। ଯାଏ, ଏବେ ଘରକୁ ଫେରିଯାଏ। ଏମିତି କହି ସେ ଶିକାରୀ ସେଠାରୁ ଚାଲିଗଲା। ଦୂରରୁ ଏ ସବୁ ଘଟଣା କାଉ ଦେଖୁଥିଲା। ସେ ମନେ ମନେ ଖୁବ୍ ଖୁସି ହେଇଗଲା। ଆରେ ବା, ଏ ମିନୁ ଏତେ ଶୀଘ୍ର ମରିଯିବ ମୁଁ ଭାବିନଥିଲି। ଯା ହଉ, ମୋ ରାସ୍ତାର କଣ୍ଟା ହଟିଗଲା। ଏବେ ଖାଲି ଆର ପୁଅକୁ ଏଇ ଜଙ୍ଗଲରୁ ବିଦା କରିଦେଲେ ମିନୁର ଘର ଆଉ ତାର ଦୋକାନ ମୋର ହେଇଯିବ। କାଉ ଖୁସି ମନରେ ମିନୁର ପୁଅ ବଣ୍ଟି ପାଖକୁ ଗଲା। ଆରେ ବଣ୍ଟି, ତୁ ଅନାଥ ହେଇଗଲୁ। ତୋ ମା ଆଉ ଏ ଦୁନିଆରେ ନାହିଁ। କାଉ ଆଣ୍ଟି, ଇଏ କଣ କହୁଛ? ନା ନା, ଏମିତି ହେଇପାରିବନି। ମୋ ମା ତ ଚିନି ଆଣିବାକୁ ଯାଇଥିଲେ। ତୋର ଯଦି ବିଶ୍ୱାସ ହେଉନି, ତୁ ମୋ ସାଙ୍ଗରେ ଆସେ। ତୁ ନିଜେ ତ ମାକୁ ଦେଖିବୁ। ଏ କଣ ମା, ତୁମକୁ କିଏ ତୀର ମାରିଛି? ତୁମେ ମତେ ଛାଡ଼ି କାହିଁକି ଚାଲିଗଲ? ଏବେ ମୁଁ କାହାକୁ ମା ଡାକିବି? କାହା ପାଖରେ ରହିବି? ମୋ ପାଖକୁ ଫେରିଆ ମା। କାନ୍ଦି ବଣ୍ଟି, ଆଉ କାନ୍ଦିନି। ଯାହା ହେବାର ତ ହେଇଗଲା। ଚାଲେ, ଏବେ ମୁଁ ତତେ ନେଇ ତ ମାଉସୀ ଘରେ ଛାଡ଼ିଦେବି। ମୁଁ ତ ମାଉସୀ ଘର ଦେଖିଛି। ଆଜିଠୁ ତୁ ତା ପାଖରେ ରହିବୁ। ବଣ୍ଟି ଚଢ଼େଇ କାଉ କଥାରେ ରାଜି ହେଇଗଲା ଆଉ ସେ ତା ସାଙ୍ଗରେ ତା ମାଉସୀ ଘରକୁ ଗଲା। ରିନୁ, ଏ ରିନୁ, ତୁ ଘରେ ଅଛୁ ନା? ବାହାରକୁ ଆସେ। କାଉ ଭଉଣୀ, ତୁମେ ଆସିଛ? ବାବା ବଣ୍ଟି, ତୁ ଏକା କାହିଁକି ଆସିଛୁ? ତୋ ମା କଣ ତୋ ସାଙ୍ଗରେ ଆସିନି? ତା ମା ଆଉ ଏ ଦୁନିଆରେ ଥିଲେ ତ ତା ସାଙ୍ଗରେ ଆସିବ। ମାନେ, ତୁମେ କଣ କହୁଛ? କଣ ହେଇଛି ମୋ ଭଉଣୀର? ମତେ ଶୀଘ୍ର କୁହ। କଣ କହୁଛ? ମୋ ଭଉଣୀ ଆଉ ନାହିଁ? ମୋ ଭଉଣୀ, ତୁ ଏତେ ଶୀଘ୍ର ଆମକୁ ଛାଡ଼ି ଚାଲିଗଲୁ। କେବେଠୁ ମୁଁ ତ ଘରକୁ ଯିବା ପାଇଁ ଚାହୁଁଛି, ହେଲେ କାମ ବ୍ୟସ୍ତରେ ଯାଇପାରିଲିନି। ବାବା ବଣ୍ଟି, ମୋ ପାଖକୁ ଆ। ଆଜିଠୁ ତୁ ମୋର ପୁଅ। ମୁଁ ତତେ ମୋ ନିଜ ପୁଅ ପରି ରଖିବି। ହଁ ହଁ ଚଢ଼େଇ, ତୁ ବଣ୍ଟିକୁ ନିଜ ପାଖରେ ରଖ। ତୋ ଛଡ଼ା ତାର ଏଇ ଦୁନିଆରେ ଆଉ କେହି ନାହାନ୍ତି। ହଉ, ମୁଁ ଏବେ ଯାଉଛି। ତାପରେ କାଉ ସେଠାରୁ ଚାଲିଗଲା। ଏହିପରି ବେଶ କିଛି ଦିନ ବିତିଗଲା। ଗୋଟେ ଦିନ, ଆରେ ବଣ୍ଟି ବାବା, ଆଜି ମୁଁ ତ ମନ ପସନ୍ଦର ଗାଜର ହାଲୁଆ ବନେଇଛି। ଆସେ ଖାଇନେ, କହିଲୁ କେମିତି ଲାଗୁଛି? ବଣ୍ଟି ଭାଇ ଦେଖ, ମୁଁ କେତେ ସାରା ଖେଳନା ଆଣିଛି। ଆଗ ଗାଜର ହାଲୁଆ ଖାଇନିଅ, ତାପରେ ଆମେ ସାଙ୍ଗ ହେଇ ଖେଳିବା। କଣ ହେଲା ବଣ୍ଟି, ତୁ କିଛି କହୁନୁ କଣ ପାଇଁ? କିଛି ଅସୁବିଧା ହେଲା କି ବାବା ତୋର? ମତେ କହ। ମାଉସୀ, ମତେ ତୁମ ଘରେ ରହିବାକୁ ଜମା ବି ଭଲ ଲାଗୁନି।
ମତେ ମୋ ଘର ଆଉ ମୋ ଜଙ୍ଗଲ କଥା ଭାରି ମନେ ପଡୁଛି। ତୁମେ ମୋ ସାଙ୍ଗରେ ମୋ ଘରକୁ ଚାଲ, ସେଠି ଆମେ ସମସ୍ତେ ରହିବା। ଆଉ କୁନି, ମୋ ପାଖରେ ନା ଅନେକ ଖେଳନା ଅଛି, ଆମେ ସେଠି ଅନେକ ମଜା କରି ଖେଳିବା। କିନ୍ତୁ ବଣ୍ଟି, ମୁଁ ଏ ଜଙ୍ଗଲରେ ଗୋଟେ ଜିଲାପି ଦୋକାନ ଦେଇଛି। ମୁଁ ମୋ ଦୋକାନ ଛାଡି ତୁମ ଜଙ୍ଗଲକୁ କେମିତି ଯିବି କହିଲୁ? ମାଉସୀ, ମୋ ମା ବି ତ ଜିଲାପି ଦୋକାନ ଦେଇଥିଲେ। ତୁମେ ସେ ଦୋକାନରେ ଜିଲାପି ବିକ୍ରି କରିପାରିବ, ତୁମର କିଛି ଅସୁବିଧା ହେବନି। ଆଚ୍ଛା ଠିକ ଅଛି ବଣ୍ଟି, ତୁ ଯଦି ସେମିତି ଚାହୁଁଛୁ ଆମେ କାଲି ହିଁ ତୁମ ଜଙ୍ଗଲକୁ ଯିବା। ଆରେ ମା କୁନି, ତୁ ବଣ୍ଟି ଭାଇ ସହ ମିଶି ଘରର ଜିନିଷ ପତ୍ର ରେଡି କରୁଥା। ମୁଁ ଯାଇ ଆମ ଦୋକାନରୁ ଜିଲାପି ବନେଇବାର ସାମଗ୍ରୀ ଆଉ ସବୁ ମିଠା ନେଇ ଆସେ, ତାପରେ ଆମେ ବଣ୍ଟି ଘରକୁ ଯିବା। ଏମିତି କହି ମା ଚଢ଼େଇ ତା ଜିଲାପି ଦୋକାନକୁ ଗଲା ଆଉ ଏକ ଅଟୋରେ ତା ଦୋକାନର ସବୁ ସାମଗ୍ରୀ ଧରି ଘରକୁ ଆସିଲା। ତାପରେ ସମସ୍ତେ ମିଶି ଘରର ଜିନିଷ ପତ୍ର ରଖି ବଣ୍ଟି ଚଢ଼େଇର ଜଙ୍ଗଲକୁ ଗଲେ। କୁନି, ଦେଖ ଦେଖ, ଆଗରେ ଆମ ଜଙ୍ଗଲ ଦେଖାଗଲାଣି। କୁନି ଜାଣିଛୁ, ଏଇଟା ନା ଆମ ଖେଳ ପଡିଆ। ମୁଁ ମୋ ସାଙ୍ଗମାନଙ୍କ ସହ ମିଶି ସବୁଦିନ ଏଠି ଖେଳେ। ଆରେ ବା ବଣ୍ଟି ଭାଇ, ତୁମ ଜଙ୍ଗଲ ତ ଅନେକ ସୁନ୍ଦର। ଏବେ ମୁଁ ବି ପ୍ରତିଦିନ ଆସି ତୁମ ସହ ମିଶି ଏଇଠି ଖେଳିବି। ଆରେ ପିଲାମାନେ, ଆମେ ଘର ପାଖରେ ପହଞ୍ଚିଗଲେ। ବାବା ବଣ୍ଟି, ତୁମ ମିଠା ଦୋକାନ କୋଉଠି ଅଛି? ମାଉସୀ, ଆମ ଜଙ୍ଗଲ ପାଖରେ ଯୋଉ ବଡ ବରଗଛ ଅଛି, ସେଇ ବରଗଛ ପାଖରେ ଆମ ଦୋକାନ ଅଛି। ମାଉସୀ, ତୁମେ ସେଠି ଜିଲାପି ବିକ୍ରି କରୁଥାଅ, ମୁଁ ଆଉ କୁନି ଏବେ ଖେଳିବାକୁ ଯାଉଛୁ। ଆଚ୍ଛା ଠିକ ଅଛି, ଯାଅ। ହେଲେ ଶୁଣ, କାହା ସହ ଝଗଡା କରିବନି, ଆଉ ସନ୍ଧ୍ୟା ହେବା ଆଗରୁ ଘରକୁ ଫେରି ଆସିବ। ଏମିତି କହି ଚଢ଼େଇ ଜିଲାପି ଦୋକାନକୁ ଗଲା। ଚଢ଼େଇକୁ ଦୋକାନ ସାମ୍ନାରେ ଦେଖି କାଉ ଆଉ ତାର ସ୍ତ୍ରୀ ଆଶ୍ଚର୍ଯ୍ୟ ହେଇଗଲେ। ଆରେ ଚଢ଼େଇ, ତୁ ଏଠି? ମୁଁ ତ ଶୁଣିଥିଲି ପାଖ ଜଙ୍ଗଲରେ ତୋର ଗୋଟେ ମିଠା ଦୋକାନ ଅଛି। ତାହେଲେ ତୁ ସେ ଜଙ୍ଗଲରେ ମିଠା ବିକ୍ରି ନ କରି ଏ ଜଙ୍ଗଲକୁ କାହିଁକି ଆସିଲୁ? କଣ କରିବି କୁହ କାଉ ଭଉଣୀ, ବଣ୍ଟି ଆମ ଜଙ୍ଗଲରେ ରହିବାକୁ ହିଁ ଚାହୁଁନି। ସେଥିପାଇଁ ତାକୁ ଧରି ମୁଁ ଏ ଜଙ୍ଗଲକୁ ଚାଲି ଆସିଲି। ଆଜିଠୁ ମୁଁ ମୋ ଭଉଣୀ ଦୋକାନରେ ଜିଲାପି ବିକ୍ରି କରିବି। ଓ ଆଚ୍ଛା, ହଉ ଠିକ ଅଛି, ଆମେ ଏବେ ଯାଉଛୁ। ଆରେ ଆମର ତ ସବୁ ସ୍ୱପ୍ନ ଭାଙ୍ଗିଗଲା। ମିନୁ ଗଲା ପରେ ଭାବିଥିଲି ତା ଘର ଆଉ ତା ଦୋକାନ ଆମର ହେଇଯିବ, ହେଲେ ଏବେ ତା ଭଉଣୀ ଏଠାକୁ ଆସିଗଲା। ମୁଁ ଶୁଣିଥିଲି ରିନୁ ତା ଭଉଣୀ ବି ଆହୁରି ଭଲ ଜିଲାପି ତିଆରି କରିପାରେ। ଏବେ ଆମେ କଣ କରିବା ଯେ? ତୁ ଚିନ୍ତା କରନି, ମୋ ପାଖରେ ଏକ ଉପାୟ ଅଛି। ଯଦି ଆମେ ସେମିତି କରିବା, ଏ ଚଢ଼େଇ ତା ଜଙ୍ଗଲକୁ ଫେରିଯିବ। ଏମିତି ଦୁଇ କାଉ ଯୋଜନା ବନେଇ ନିଜ ଘରକୁ ଫେରିଗଲେ। ତାପରେ କାଉ ସୁଯୋଗ ଦେଖି ବଣ୍ଟିକୁ ନିଜ ଘରକୁ ଡାକି ଆଣିଲା। ଆରେ ପୁଅ ବଣ୍ଟି, ତୁ ଆସିଗଲୁ। ମୁଁ ଆଜି ତୋ ପାଇଁ ଗରମ ଗରମ କାକରା ପିଠା ବନେଇଛି। ଏଇ ନେ, ଖାଇକି କହିଲୁ କେମିତି ଲାଗୁଛି। ମୁଁ ଜାଣେ ତୋ ମା ବଞ୍ଚିଥିବା ବେଳେ ସେ ତୋ ପାଇଁ ପ୍ରତିଦିନ କାକରା ପିଠା ବନଉଥିଲା, ହେଲେ ଏବେ ତୁ ତ କାକରା ପିଠା ଖାଇବାକୁ ହିଁ ପାଉନଥିବୁ। ନାଇଁ କାଉ ଆଣ୍ଟି, ବେଳେ ବେଳେ ସମୟ ବାହାର କରି ମୋ ମାଉସୀ ମୋ ପାଇଁ କାକରା ପିଠା ବନାନ୍ତି। ମୁଁ ଏବେ ଯାଉଛି, ଏ ପିଠା ପାଇଁ ତୁମକୁ ଅନେକ ଅନେକ ଧନ୍ୟବାଦ। ରହ ବଣ୍ଟି, ମୁଁ ତତେ କିଛି କହିବାକୁ ଚାହୁଁଛି। ଆରେ ପୁଅ, ମାଉସୀ କଣ କେବେ ମା ହେଇପାରି? ତୁ ତ ମାଉସୀ ଉପରେ ବିଶ୍ୱାସ କାହିଁକି କରୁଛୁ? କାଲି ମୁଁ ଶୁଣିଲି ତୋ ମାଉସୀ କହୁଥିଲା ସେ ତ ମାର ଘର ଆଉ ତାର ଦୋକାନକୁ ନିଜର କରିନେବ, ତାପରେ ସେ ତତେ ଘରୁ ବାହାର କରିଦେବ। ଆଗରୁ ମୁଁ ଭାବୁଥିଲି ତୋ ମାଉସୀ କେତେ ଭଲ, ସେଥିପାଇଁ ତ ମୁଁ ତତେ ନେଇ ତା ଘରେ ଛାଡିଥିଲି, ହେଲେ ଏବେ ଜାଣୁଛି ସେ ଭାରି ଖରାପ ଚଢ଼େଇ। ଏ କଣ କହୁଛ କାଉ ଆଣ୍ଟି? ସତରେ କଣ ମୋ ମାଉସୀ ଏତେ ଖରାପ? ହଁ, ଏକଥା ଯେତେବେଳେ ତ ମାଉସୀ ଗୋଟେ ଚଢ଼େଇକୁ କହୁଥିଲା ଆମେ ନିଜ କାନରେ ଶୁଣିଛୁ। ତୁ ଏବେ ଛୋଟ, ଭଲ ମନ୍ଦ ବୁଝିପାରିବୁନି, ସେଥିପାଇଁ ଆମେ ତତେ ଏକ ଉପାୟ ଦେଉଛୁ। ତୁ ଏବେଠୁ ନିଜ ପାଇଁ କିଛି କିଛି ଟଙ୍କା ଜମା କରି ରଖ। ଯେତେବେଳେ ତ ମାଉସୀ ତତେ ଘରୁ ବାହାର କରିଦେବ, ତୁ ସେ ଟଙ୍କାରେ ଚଳିପାରିବୁ। ହେଲେ ମୁଁ କେମିତି ଟଙ୍କା ଜମା କରିବି? ମୁଁ ତ କିଛି ବି ଜାଣିନି। ଶୁଣୁ, ମୁଁ ଯେମିତି କହୁଛି ତୁ ସେମିତି କର, ତାହେଲେ ଯାଇ ତୁ ଅନେକ ଟଙ୍କାର ମାଲିକ ହେଇପାରିବୁ। ଏମିତି ଦୁଇ କାଉ ବଣ୍ଟି ଚଢ଼େଇକୁ ତାଙ୍କ ଯୋଜନା କଥା କହିଲେ। ସବୁ ଶୁଣି ବଣ୍ଟି ଘରକୁ ଫେରିଲା। ରାତି ହେଲା ପରେ
ବାବା ବଣ୍ଟି, ତୁ ବାହାରେ କଣ ପାଇଁ ଛିଡ଼ା ହେଇଛୁ? ତୋ ମା କଥା ତୋର ମନେ ପଡୁଛି ବୋଧେ? ଯାହାର ମା ନାହିଁ ତାର କଣ ମା କଥା ମନେ ପଡିବନି? ତୁମେ କଣ ପାଇଁ ମତେ ଏତେ ପ୍ରଶ୍ନ ପଚାରୁଛ? ଏତେ ରାଗୁଛୁ କାହିଁକି ବାବା? ମୁଁ କହୁଥିଲି କି ରାତିରେ ଏମିତି ଏକୁଟିଆ ବାହାରେ ରହନି, ଖାଇଦେଇ ଶୋଇପଡ଼। ଦେଖିବୁ ତୋ ମା ତ ସ୍ୱପ୍ନରେ ତ ପାଖକୁ ଆସିବ। ଏସବୁ ଶୁଣିଲା ପରେ ବଣ୍ଟି ଆଉ କିଛି ବି କହିଲାନି। ସେ କାଉର କଥାକୁ ସତ ଭାବି ତା ମାଉସୀକୁ ଭୁଲ ବୁଝୁଥିଲା। ରାତିରେ ସମସ୍ତେ ଖାଇବା ଖାଇ ଶୋଇପଡ଼ିଲେ। ଅଧରାତିରେ ବଣ୍ଟି ଉଠିଲା। କାଉ ଅଙ୍କଲ ଆଉ କାଉ ଆଣ୍ଟି ଘର ବାହାରେ ହିଁ ଛିଡ଼ା ହେଇଥିବେ, ଯାଏ ତାଙ୍କୁ ଦୋକାନର ଚାବି ଦେଇ ଆସେ। ଏଇ ନିଅ କାଉ ଆଣ୍ଟି, ଆମ ଦୋକାନର ଚାବି। ହେଲେ ତୁମେ ଏଇ ଚାବି ସହ କଣ କରିବ? ଆମେ ଯାହା ବି କରିବୁ ତ ଭଲ ପାଇଁ ହିଁ କରିବୁ, ତୁ ଜମା ଚିନ୍ତା କରନି। ତୋ ମାଉସୀକୁ ଆମେ ଉଚ୍ଚ ଶିକ୍ଷା ଦେଇକି ରହିବା। ଏମିତି କହି ଦୁଇ କାଉ ଚାବି ନେଇ ସେଠାରୁ ଚାଲିଗଲେ। ତାଙ୍କର ସବୁ କଥା ପାଖରେ ଥାଇ ମିଟୁ ଶୁଣୁଥିଲା। ଆରେ ଏ ବଣ୍ଟି ଦୁଇ କାଉଙ୍କୁ ତାଙ୍କ ଦୋକାନର ଚାବି କାହିଁକି ଦେଲା? ଚଢ଼େଇ କଣ ଘରେ ନାହିଁ କି? ରାତି ଅନେକ ହେଲାଣି, ସକାଳ ହେଉ ମୁଁ ବଣ୍ଟିର ଘରକୁ ଯାଇ ତାକୁ ଏକଥା ପଚାରିବି। ଆରେ ଦେଖ, ସେ ବୋକା ବଣ୍ଟି ପାଇଁ ଆମକୁ ତା ଦୋକାନର ଚାବି ମିଳିଗଲା। ଏବେ ଆମେ ସେ ଦୋକାନରେ ଥିବା ସବୁ ମିଠା ଆଉ ଜିଲାପି ବନେଇବାର ସାମଗ୍ରୀ ନେଇଯିବା। ଚଢ଼େଇ ଯେତେବେଳେ ତା ଦୋକାନରେ କିଛି ବି ପାଇବନି, କାନ୍ଦି କାନ୍ଦି ନିଜ ଘରକୁ ଚାଲିଯିବ। ଏସବୁ ଭାବିଲା ପରେ ମତେ କେତେ ଯେ ମଜା ଲାଗୁଛି। ଆରେ ସେତିକି ଭାବିଥା, ଚାଲେ ଏବେ ଆମେ ଆମ କାମ କରିବା। ଏମିତି କଥା ହେଇ ଦୁଇ କାଉ ଚଢ଼େଇର ଦୋକାନରେ ଥିବା ସବୁ ଜିନିଷ ଚୋରି କରି ନିଜ ଘରକୁ ନେଇଗଲେ। ପରଦିନ ସକାଳେ, ଆରେ ବଣ୍ଟି, କୁନି, ତମେ ମାନେ ମୋ ଦୋକାନର ଚାବି ଦେଖିଛ କି? ମୁଁ ପାଉନି। ନାଇଁ ମାଉସୀ, ଆମେ ଦୋକାନର ଚାବି ଦେଖିନୁ। ଆଚ୍ଛା, ଏବେ ତାହେଲେ ଆମ ଦୋକାନର ତାଲା ଭାଙ୍ଗିବାକୁ ହିଁ ପଡ଼ିବ। ତମେ ମାନେ ଘରେ ଥାଅ, ମୁଁ ଏବେ ଦୋକାନରୁ ଆସୁଛି। ଆରେ କଣ, ମୋ ଦୋକାନ ଖୋଲା କେମିତି? ମୋ ଦୋକାନରେ ଥିବା ସବୁ ମିଠା ବି ନାହିଁ। ତା ମାନେ କଣ ମୋ ଦୋକାନର ସବୁ ଜିନିଷ ଚୋରି ହେଇଯାଇଛି? ଏବେ ମୋ ପାଖରେ ଆଉ ଟଙ୍କା ନାହିଁ। ମୁଁ କେମିତି ଯେ ଏବେ ନୂଆ ଜିଲାପି ତିଆରି କରିବି? ଆରେ ରେନୁ, କଣ ହେଲା? ତୁ ଏମିତି କାନ୍ଦୁଛୁ କଣ ପାଇଁ? ମିଟୁ ଭଉଣୀ, ଦେଖ ନା, ମୋ ଦୋକାନରେ ଆଉ କିଛି ବି ଜିନିଷ ନାହିଁ, ସବୁ ଚୋରି ହେଇଯାଇଛି। ତୁ ଏ କଣ କହୁଛୁ? କାଲି ରାତିରେ ମୁଁ ଦେଖିଲି ବଣ୍ଟି କାଉମାନଙ୍କୁ ତ ଦୋକାନର ଚାବି ଦେଉଥିଲା। ମୁଁ ଭାବିଲି ତୁ ଘରେ ନଥିବୁ। ନିଶ୍ଚୟ ସେ କାଉମାନେ ହିଁ ତୋ ଦୋକାନରୁ ମିଠା ଚୋରି କରିଥିବେ। ଏସବୁ କଣ କହୁଛ ମିଟୁ ଭଉଣୀ? ବଣ୍ଟି ଏମିତି କାହିଁକି କରିବ? ଏ କଥା ତ ଆମେ ବଣ୍ଟିକୁ ପଚାରିଲେ ହିଁ ଜଣା ପଡ଼ିବ। ଚାଲେ ଏବେ ଆମେ ଘରକୁ ଯିବା। ବଣ୍ଟି, ସତ ସତ କହ, ତୁ କାଉମାନଙ୍କୁ କଣ ପାଇଁ ତୁମ ଦୋକାନର ଚାବି ଦେଲୁ? କାଲି ରାତିରେ ମୁଁ ସବୁ ନିଜ ଆଖିରେ ଦେଖିଛି। ବଣ୍ଟି ଭୟରେ ସମସ୍ତଙ୍କୁ ସବୁ ସତ କଥା କହିଦେଲା। ଆରେ ବଣ୍ଟି, ଯୋଉ ମାଉସୀ ନିଜ ଘର ଆଉ ଦୋକାନ ଛାଡ଼ି ତୋରି ଖୁସି ପାଇଁ ତମ ଘରେ ଆସି ରହିଲା, କାଉମାନଙ୍କ କଥାରେ ପଡ଼ି ସେଇ ମାଉସୀକୁ ତୁ ଅବିଶ୍ୱାସ କରୁଛୁ? ସେ କାଉମାନେ କେତେ ଖରାପ ଏଇ ଜଙ୍ଗଲରେ ସମସ୍ତେ ଜାଣିଛନ୍ତି। ସେମାନେ ତତେ ମିଛ କହି ତୋଠୁ ଚାବି ନେଇ ତୁମ ଦୋକାନର ସବୁ ମିଠା ଚୋରି କରି ନେଇ ଯାଇଛନ୍ତି। ବାବା ବଣ୍ଟି, ତୁ ମତେ କାହିଁକି ଏତେ ଭୁଲ ବୁଝିଲୁ? ମୁଁ ସବୁବେଳେ ଚାହେଁ ତୁ ଖୁସିରେ ରହ। ମୋ ଦ୍ୱାରା କିଛି ଭୁଲ ହେଇଗଲା କି? ନାଇଁ ମାଉସୀ, ଭୁଲ ମୁଁ କରିଛି, ମତେ କ୍ଷମା କରିଦିଅ। ମୁଁ ସତ କହୁଛି, ଆଉ ଦିନେ ବି କାହା କଥାରେ ପଡ଼ି ତୁମକୁ ଭୁଲ ବୁଝିବିନି। ଏବେ ମୋ ସାଙ୍ଗରେ କାଉମାନଙ୍କ ଘରକୁ ଚାଲ, ତାଙ୍କ ଘରୁ ଆମର ସବୁ ମିଠା ନେଇ ଆସିବା। ହଁ ଚାଲ ଚାଲ, ମୁଁ ଅନ୍ୟମାନଙ୍କୁ ବି ଏକଥା କହି ତାଙ୍କୁ ଆମ ସାଙ୍ଗରେ ନିଏ। ଆଜି ଆମେ ସେ କାଉମାନଙ୍କୁ ଜମା ବି ଛାଡ଼ିବାନି, ତାଙ୍କୁ ଉଚ୍ଚ ଶିକ୍ଷା ଦେଇକି ରହିବା। ଏମିତି କଥା ହେଇ ସବୁ ଚଢ଼େଇ ଲାଠି ଧରି କାଉମାନଙ୍କ ଘରକୁ ବାହାରିଲେ। ଦୂରରୁ ଦୁଇ କାଉ ସେମାନଙ୍କୁ ଦେଖି ଖୁବ୍ ଡରିଗଲେ। ଆରେ ଦେଖ ଦେଖ, ଚଢ଼େଇ ମାନେ ହାତରେ ଲାଠି ଧରି ଆମ ଘରକୁ ହିଁ ଆସୁଛନ୍ତି। ନିଶ୍ଚୟ ଏମାନେ ସତ କଥା ଜାଣି ସାରିଲେଣି। ଚାଲ ଚାଲ, ଘର ଛାଡ଼ି ଏବେ ହିଁ ପଳିବା। ଏମାନେ ଯଦି ଆମକୁ ଧରିବେ, ମାରି ମାରି ଆମ ଗୋଡ଼ ହାତ ଭାଙ୍ଗିଦେବେ। ଆରେ ଦେଖେ, ଏଠି ଗୋଟେ ଅଟୋ ଅଛି, ଶୀଘ୍ର ଅଟୋରେ ବସ। ଆମେ ଏଇ ଜଙ୍ଗଲ ଛାଡ଼ି ଶୀଘ୍ର ଚାଲିଯିବା। ହେଲେ ଏଠି ତ ଅଟୋବାଲା ନାହିଁ, ଆମକୁ କିଏ ନେବ? ମୁଁ ଅଟୋ ଚଲେଇ ଜାଣିଛି, ତୁ ଆଗ ବସ।
ରୁହ ରୁହ, କିଏ ମୋ ଅଟୋ ନେଇ ଯାଉଛ? ମୋ ଅଟୋର ବ୍ରେକ୍ ଫେଲ୍ ହେଇଯାଇଛି, ମୋ କଥା ଶୁଣିଯାଅ। କାଉମାନେ ସେ ଚଢ଼େଇର କଥା ଶୁଣି ପାରିଲେନି। ସେମାନେ ଜୋରରେ ଅଟୋ ଚଲେଇ ଆଗକୁ ଯାଉଥିଲେ। ବ୍ରେକ୍ ନ ଲାଗିବାରୁ ହଠାତ୍ ସେମାନଙ୍କର ଅଟୋ ଏକ ପାହାଡ଼ରେ ବାଜି ତଳେ ପଡ଼ିଗଲା। ସେଇ ଆକ୍ସିଡେଣ୍ଟରେ କାଉ ଆଉ ତାର ସ୍ତ୍ରୀ ମରିଗଲେ। ଏମିତି ସେମାନେ ନିଜ ଭୁଲର ଶାସ୍ତି ପାଇଲେ। ସେପଟେ ଚଢ଼େଇମାନେ କାଉ ଘରେ ପହଞ୍ଚି ଦେଖିଲେ କାଉମାନେ ଘରେ ନାହାନ୍ତି। ରିନୁ ଚଢ଼େଇ ତାର ସବୁ ସାମଗ୍ରୀ କାଉ ଘରେ ପାଇଗଲା। ସେ ସେସବୁ ନେଇ ଆସିଲା ଆଉ ପୁଣି ଥରେ ଜିଲାପି ତିଆରି କରି ବିକ୍ରି କଲା। କୁନି ଆଉ ବଣ୍ଟି ବି ତାକୁ କାମରେ ସାହାଯ୍ୟ କରୁଥିଲେ। ଏମିତି ସେମାନେ ଖୁସିରେ ରହିଲେ। ମୁଁ ଏ ଜଙ୍ଗଲକୁ ତ ଚାଲି ଆସିଲି, ହେଲେ ମୁଁ ଏବେ ଗୋଟେ ଭଲ ଚଢ଼େଇ କେମିତି ପାଇବି? କେବଳ ଭଲ ଚଢ଼େଇକୁ ହିଁ ମୁଁ ମୋରି ଯାଦୁର ବାକ୍ସ ଦେଇପାରିବି। ଏଇ ତ ଆଗରେ ଗୋଟେ ଚଢ଼େଇ ଯାଉଛି, ମୁଁ ତା ପଛେ ପଛେ ଯାଏ। ସେମିତି ହେଲେ ମୁଁ ଜାଣିପାରିବି ଏ ଚଢ଼େଇ ଭଲ କି ନୁହଁ। ଏମିତି ଚିନ୍ତା କରି ସେ ପରି ଚଢ଼େଇର ପଛେ ପଛେ ଗଲା। ସାରା ଦିନ ସେ ଚଢ଼େଇ ଉପରେ ନଜର ରଖିଲା। ସେ ଜାଣିଗଲା ସେ ଚଢ଼େଇ ବହୁତ ଭଲ। ସେଥିପାଇଁ ସନ୍ଧ୍ୟାରେ ସେ ତାକୁ ପାଖକୁ ଡାକିଲା। ଚଢ଼େଇ, ମୋ ପାଖକୁ ଆସେ, ମୁଁ ତତେ ଏକ ଜରୁରୀ କଥା କହିବି। କିଏ ମୋତେ ଡାକୁଛ? ଚଢ଼େଇ, ମୁଁ ଜଣେ ପରୀ, ମୁଁ ତତେ ଡାକୁଥିଲି। ଭୟ କରନି, ମୁଁ ତୋର କିଛି କ୍ଷତି କରିବିନି, ମୋ ପାଖକୁ ଆସେ। ପରୀ, ତୁମେ ମୋତେ କ'ଣ ପାଇଁ ଡାକୁଥିଲ କୁହ? ଏ ବାକ୍ସକୁ କିଛି ଦିନ ତୋ ପାଖରେ ରଖିପାରିବୁ ଚଢ଼େଇ? ଏଇଟା ଗୋଟେ ଯାଦୁର ବାକ୍ସ। ଏଇ ବାକ୍ସ ଖୋଲି ତୁ ଯଦି ତାକୁ ମିଠା ମାଗିବୁ, ସେ ତତେ ଅନେକ ମିଠା ଦେବ। ଏଇ ଯାଦୁ ବାକ୍ସର ମିଠା ଖାଇଲେ ଆମେ ପରୀମାନେ ଶକ୍ତି ପାଉ। ଏ କଥା ଗୋଟେ ରାକ୍ଷସୀ ପରି ଯେମିତି ଜାଣିଲା, ସେ ଆମ ଉପରେ ଆକ୍ରମଣ କଲା ଏ ଯାଦୁର ବାକ୍ସକୁ ନେବା ପାଇଁ। ମୋର ସବୁ ସାଙ୍ଗମାନେ ତା ସହ ଲଢ଼େଇ କରୁଛନ୍ତି। ସେଇ ସୁଯୋଗରେ ମୁଁ ଏ ଯାଦୁର ବାକ୍ସକୁ ଲୁଚେଇବା ପାଇଁ ଏ ଜଙ୍ଗଲକୁ ଚାଲି ଆସିଲି। ହେଲେ ମୁଁ ଜାଣିପାରୁନଥିଲି ଏ ବାକ୍ସକୁ କୋଉଠି ରଖିବି। ସେତେବେଳେ ମୁଁ ତତେ ଦେଖିଲି। ଚଢ଼େଇ, କିଛି ଦିନ ପାଇଁ ମୋର ଏ ବାକ୍ସକୁ ତ ପାଖରେ ରଖିଥା। ଆମ ଯୁଦ୍ଧ ସରିଲା ପରେ ମୁଁ ତ ପାଖକୁ ଆସି ଏ ଯାଦୁର ବାକ୍ସକୁ ନେଇଯିବି। ଠିକ୍ ଅଛି ପରୀ, ତୁମେ ମୋ ପାଖରେ ନିଜ ଯାଦୁର ବାକ୍ସକୁ ରଖିପାରିବ। ମୁଁ ତୁମର ଏଇ ଯାଦୁର ବାକ୍ସକୁ ଯତ୍ନରେ ରଖିବି, ତୁମେ ଜମା ବି ଚିନ୍ତା କରନି। ଠିକ୍ ଅଛି ଚଢ଼େଇ, ତୁ ଆଜି ମୋର ବହୁତ ବଡ଼ ଚିନ୍ତା ଦୂର କରିଦେଲୁ। ମୁଁ ଏବେ ଯାଉଛି, ଯୁଦ୍ଧ ସରିଲେ ତୋ ପାଖକୁ ଆସିବି। ଆଉ ହଁ ଚଢ଼େଇ, ତୁ ଚାହିଁଲେ ଏ ଯାଦୁର ବାକ୍ସକୁ ମିଠା ମାଗି ଖାଇପାରିବୁ। ଏ ବାକ୍ସର ସବୁ ମିଠାରେ ଯାଦୁ ଶକ୍ତି ନଥାଏ, କିଛି ମିଠା ସାଧାରଣ ହେଇଥାଏ। ଏ ଯାଦୁର ବାକ୍ସ ତତେ ସାଧାରଣ ମିଠା ଦେବ। ଏମିତି କହି ପରୀ ସେଠାରୁ ଚାଲିଗଲା। ଚଢ଼େଇ ସେ ବାକ୍ସ ଧରି ଘରକୁ ଆସିଲା। ମା, ଆଜି କ'ଣ ତମେ ନୂଆ ବାକ୍ସ କିଣି ଆଣିଛ? ଏ କ'ଣ କହୁଛ ମା? ଏ ବାକ୍ସକୁ ମିଠା ମାଗିଲେ ସେ ଆମକୁ ଦେବ? ମା, ମୋର ଆଜି ମିଠା ଖାଇବାକୁ ଭାରି ଇଚ୍ଛା ହେଉଛି, ମତେ ବି କିଛି ମିଠା ଦିଅ ନା। ଆଚ୍ଛା ଠିକ୍ ଅଛି, ମୁଁ ଏବେ ତତେ କିଛି ମିଠା ଦେଉଛି। ଯାଦୁର ବାକ୍ସ, ମୋ ଝିଅକୁ କିଛି ମିଠା ଦିଅ। ଚଢ଼େଇର କଥା ସରୁ ସରୁ ସେ ବାକ୍ସ ତା ଛୁଆକୁ ଅନେକ ଗୁଡ଼ିଏ ମିଠା ଦେଲା। ଚଢ଼େଇ ଛୁଆ ମିଠା ଖାଉଥିଲା। ସେହି ସମୟରେ କାଉର ସ୍ତ୍ରୀ ତାଙ୍କ ପାଖକୁ ଆସିଲା। ଆରେ ଚଢ଼େଇ, ତୁ ମିଠା କୋଉଠୁ ଆଣିଲୁ? ମୋର ବି ମିଠା ଖାଇବାକୁ ଭାରି ଇଚ୍ଛା ହେଉଛି, ମତେ ବି ଗୋଟେ ମିଠା ଦେ ନା। ଯାଦୁର ବାକ୍ସ, କାଉକୁ ଗୋଟେ ହାଣ୍ଡି ମିଠା ଦିଅ। ଏଇ କ'ଣ ଚଢ଼େଇ, ଏଇଟା ତ ଗୋଟେ ଯାଦୁର ବାକ୍ସ। ଏ ବାକ୍ସ ତୁ କୋଉଠୁ ପାଇଲୁ? ଚଢ଼େଇ କାଉକୁ ସବୁ କଥା କହିଲା। ସବୁ ଶୁଣି ତ କାଉ ମନରେ ଲୋଭ ଆସିଲା। ବାଃ, ବହୁତ ଭଲ କଥା ତ। ଏବେ ତୁ କିଛି ଦିନ ଏଇ ଯାଦୁର ବାକ୍ସ ପାଇଁ ମିଠା ଖାଇପାରିବୁ। ଆରେ ଚଢ଼େଇ, ଆଜି ତୁ ନଦୀକୁ ଗାଧେଇବା ପାଇଁ ଯିବୁ କି ନାହିଁ? ଆମ ଜଙ୍ଗଲରେ ଆଜି ସମସ୍ତେ ନଦୀକୁ ଗାଧେଇବା ପାଇଁ ଯିବେ। କିଛି ସମୟ ପରେ ମୁଁ ଆଉ ମୋ ସ୍ୱାମୀ ନଦୀକୁ ଯାଇ ଗାଧେଇବୁ। ହଁ ଠିକ୍ ଅଛି, ଆଜି ଯେତେବେଳେ ସମସ୍ତେ ନଦୀକୁ ଯିବେ ମୁଁ ବି ଯିବି। କୁମ୍ଭୀର ପାଇଁ ଏକା ଏକା ନଦୀରେ ଗାଧେଇବାକୁ ଭାରି ଡର ଲାଗେ। ଆଜି ଯେତେବେଳେ ସମସ୍ତେ ନଦୀକୁ ଯାଉଛନ୍ତି, ମୁଁ ବି ଆଜି ନଦୀକୁ ଯିବି। ଏମିତି ଶୁଣି କାଉ ନିଜ ଘରକୁ ଆସିଲା ଆଉ ତାର ସ୍ୱାମୀକୁ ମିଠା ବାକ୍ସ କଥା କହିଲା। ଏ କ'ଣ କହୁଛୁ ତୁ? ଚଢ଼େଇ ପାଖରେ ଯାଦୁର ମିଠା ବାକ୍ସ ଅଛି। ଆଜି ତାହେଲେ ଯେମିତି ବି ହଉ ଚଢ଼େଇ ଘରୁ ସେ ମିଠା ବାକ୍ସ ଚୋରି କରି ଆଣିବା।
ଆରେ ନା ନା, ଆମେ ସେ ଯାଦୁର ବାକ୍ସକୁ ଚୋରି କରିବାନି। ଭଲ ପରି ଯଦି ଏକଥା ଜାଣିବ ନା, ସେ ଆମକୁ ଶାସ୍ତି ଦେବ। ଚଢ଼େଇ ଯେତେବେଳେ ଘରେ ନଥିବ, ଆମେ ତା ଯାଦୁର ବାକ୍ସକୁ ଅନେକ ସାରା ମିଠା ମାଗିବା, ଆଉ ସେସବୁ ନେଇ ଘରକୁ ଫେରି ଆସିବା। ହଁ ତୁ ଠିକ୍ କହିଲୁ, ହେଲେ ଆମେ ଜାଣିବା କେମିତି ଚଢ଼େଇ କେତେବେଳେ ବାହାରକୁ ଯିବ? ଆଜି ହିଁ ଚଢ଼େଇ ନଦୀକୁ ଗାଧେଇବା ପାଇଁ ଯିବ। ସେହି ସମୟରେ ଆମେ ତା ଘରକୁ ଯାଇ ମିଠା ଆଣିପାରିବା। ତାପରେ ଦୁଇ କାଉ ଅପେକ୍ଷା କରି ରହିଲେ। ଚଢ଼େଇ ଯେମିତି ନଦୀକୁ ଗଲା, ସେମାନେ ତା ଘରକୁ ଗଲେ। ଯାଦୁର ବାକ୍ସ, ମତେ 10 ଗିନା ମିଠା ଦିଅ। ଆରେ ସତରେ ଏଇଟା ଗୋଟେ ଯାଦୁର ବାକ୍ସ। ମୁଁ ମୋ ଆଖିକୁ ବିଶ୍ୱାସ କରିପାରୁନି। ଏ ବାକ୍ସ ଆମକୁ ଏତେ ଗୁଡ଼ିଏ ମିଠା ଦେଲା। ଏବେ ଆଉ କିଛି ଭାବି ସମୟ ନଷ୍ଟ କରନି। ଚଢ଼େଇ ଘରକୁ ଆସିବା ଆଗରୁ ଚାଲ ଆମେ ଏଠୁ ପଳେଇବା। ଆରେ ଶୁଣୁ, ଆମେ ଏତେ ମିଠା ଖାଇପାରିବାନି। ମୁଁ ଭାବୁଛି କିଛି ମିଠା ନେଇ ପାଖ ଜଙ୍ଗଲରେ ବିକ୍ରି କରି ଆସିବି। ଏ ଜଙ୍ଗଲରେ ବିକ୍ରି କଲେ ଚଢ଼େଇ ପାଖରେ ଆମେ ଧରା ପଡ଼ିଯିବା। ହଁ, ତୁମେ ତ ଏକଦମ ଠିକ କଥାଟି କହିଲ। ଯାଅ, ଏବେ ହିଁ ଯାଅ, ପାଖ ଜଙ୍ଗଲରେ ସବୁ ମିଠା ବିକ୍ରି କରି ଆସ। ତାପରେ କାଉ ମିଠା ସବୁ ବ୍ୟାଗରେ ଧରି ପାଖ ଜଙ୍ଗଲକୁ ବାହାରି ଗଲା। ରାସ୍ତାରେ ଚଢ଼େଇ ସହ ତାର ଦେଖା ହେଲା। କାଉ ଭାଇ, କାଉ ଭଉଣୀ କୁଆଡେ ଗଲେ? ମୁଁ ତାଙ୍କୁ ଦେଖିବାକୁ ପାଉନି। ଆରେ ଚଢ଼େଇ, ସେ ନଦୀକୁ ଗାଧେଇବା ପାଇଁ ଯାଇଛି। ଆମେ ତ ଏବେ ନଦୀରୁ ଆସିଲୁ, କାହିଁ ଆମେ ତ କାଉ ଭଉଣୀକୁ ଦେଖିବାକୁ ପାଇଲୁନି। ଆଚ୍ଛା କାଉ ଭାଇ, ଏ ବ୍ୟାଗରେ ତୁମେ କଣ ଧରିଛ? ଆରେ ସେମିତି କିଛି ନୁହଁ। ତୁ ମୋ ସ୍ତ୍ରୀକୁ ଯୋଉ ମିଠା ଦେଇଥିଲୁ, ସେଇ ମିଠାରୁ କିଛି ମିଠା ନେଇ ମୁଁ ମୋ ଭଉଣୀ ଘରକୁ ଯାଉଛି। କଣ ହେଲା? ସେ ମିଠା ତୁମେ ନ ଖାଇ ନିଜ ଭଉଣୀ ଘରକୁ ନେଉଛ? ମତେ ଯଦି କହିଥାନ୍ତ, ମୁଁ ତୁମକୁ ଆହୁରି ମିଠା ଦେଇଥାନ୍ତି। ମୋ ସାଙ୍ଗରେ ଚାଲ କାଉ ଭାଇ, ମୁଁ ତୁମକୁ ଆଉ ଗୋଟେ କଳସି ମିଠା ଦେବି। ତୁମେ ସେ ମିଠା ନେଇ ନିଜ ଭଉଣୀ ଘରକୁ ଯିବ। ନାଇଁ ଚଢ଼େଇ, ମୁଁ ବହୁତ ଦୂରକୁ ଚାଲି ଆସିଲିଣି। ଏବେ ଆଉ ତ ଘରକୁ ଯିବାଟା ଠିକ ହେବନି। ତୁ ଚିନ୍ତା କରନି, ମୋର ଯେବେ ବି ମିଠା ଖାଇବାକୁ ଇଚ୍ଛା ହେବ, ମୁଁ ତ ଘରକୁ ଯିବି। ଏମିତି କଥା ହେଇ କାଉ ପାଖ ଜଙ୍ଗଲକୁ ଗଲା। ଚଢ଼େଇ ନିଜ ଘରକୁ ଫେରିଗଲା। ମିଠା ନିଅ ମିଠା, ଆସ ଆସ, ମୋ ପାଖରୁ ତାଜା ତାଜା ସ୍ୱାଦିଷ୍ଟ ମିଠା ନେଇଯାଅ। ଏମିତି କାଉ ପାଟି କରୁଥିଲା। ସେହି ସମୟରେ ସେ ରାସ୍ତା ଦେଇ ଗୋଟେ ରାକ୍ଷସୀ ପରି ଯାଉଥିଲା। ମିଠା ବାସ୍ନାରେ ସେ ଅଟକି ଗଲା, ଆଉ କାଉ ପାଖକୁ ଗଲା। ଏ ମିଠା ବାସ୍ନାରୁ ମୁଁ ଜାଣିପାରୁଛି, ଏ ସବୁ ମିଠା ସେଇ ଯାଦୁ ବାକ୍ସର। ଏଇ ଚଢ଼େଇ, କହ, ଏ ସବୁ ମିଠା ତୁ କୋଉଠୁ ଆଣିଛୁ? ମୁଁ କାହିଁକି ତୁମକୁ ଏକଥା କହିବି? ତୁମକୁ କହିଲେ ମୋର କଣ ଲାଭ ହେବ? ତୁ ଯଦି ମତେ ସେ ଯାଦୁ ବାକ୍ସର ଠିକଣା କହିଦେବୁ, ମୁଁ ତତେ ତା ବଦଳରେ ଗୋଟେ ସୁନା ଘର ଦେବି। ସୁନା ଘର ଲୋଭରେ କାଉ ସେ ରାକ୍ଷସୀ ପରୀକୁ ସବୁ ଘଟଣା କହିଦେଲା। ତୁ ମତେ ସେ ଯାଦୁ ବାକ୍ସର ଠିକଣା ଦେଇଛୁ, ମୁଁ ତ ଉପରେ ଅନେକ ଖୁସି। ଏଇ ନେ ଗୋଟେ ସୁନା ଘର। ଏବେ ମୁଁ ସେ ଯାଦୁର ବାକ୍ସ ପାଖକୁ ଯାଏ। କଣ? ଏଇଟା ତ ଗୋଟେ ସୁନା ଘର। ତୁମେ ସୁନା ଘର କୋଉଠୁ ପାଇଲ? କାଉ ତାର ସ୍ତ୍ରୀକୁ ସବୁ ଘଟଣା କହିଲା। ସେତେବେଳେ ସେ ରାସ୍ତା ଦେଇ କୁନି ଯାଉଥିଲା। ସେ କାଉ ମାନଙ୍କର ସବୁ କଥା ଶୁଣିନେଲା। କଣ? ଏମାନେ ସେ ରାକ୍ଷସୀ ପରୀକୁ ମିଠା ବାକ୍ସର ଠିକଣା ଦେଇଛନ୍ତି। ମୁଁ ଶୀଘ୍ର ମିଠା ବାକ୍ସକୁ ଲୁଚାଏ, ନହେଲେ ସେ ରାକ୍ଷସୀ ପରୀ ମିଠା ବାକ୍ସ ପାଇଲେ ଭଲ ପରୀ ମାନଙ୍କର କ୍ଷତି କରିବ। ଏମିତି ଚିନ୍ତା କରି କୁନି ଶୀଘ୍ର ଘରକୁ ଗଲା, ଆଉ ନିଜ ଘର ଅଗଣାର ମାଟି ଖୋଳି ଯାଦୁର ବାକ୍ସକୁ ପୋତିଦେଲା। ସେହି ସମୟରେ ରାକ୍ଷସୀ ପରୀ ସେଠାକୁ ଆସିଲା। ଏ ଛୋଟ ଛୁଆ, ଏ ଘର କଣ ରିନୁ ଚଢ଼େଇର? ହଁ, ଏ ଘର ମୋ ମାଙ୍କର। ମୋ ମାଙ୍କ ନାଁ ରିନୁ। ହେଲେ ତୁମେ ମୋ ମାଙ୍କୁ କାହିଁକି ଖୋଜୁଛ? ତମ ଘରେ ଗୋଟେ ଯାଦୁର ବାକ୍ସ ଅଛି। ଯା, ଘର ଭିତରୁ ଯାଦୁର ବାକ୍ସ ନେଇଆ। ଯଦି ନ ଆଣିବୁ, ମୁଁ ତତେ ଗୋଟେ ମୂଷା କରିଦେବି। ନାଇଁ ପରୀ, ଆମ ପାଖରେ ଯାଦୁର ବାକ୍ସ ନାହିଁ। ମୁଁ ସତ କହୁଛି। ତୁମକୁ ଯଦି ବିଶ୍ୱାସ ହେଉନି, ତୁମେ ଘର ଭିତରେ ଖୋଜି ଦେଖ। ତାପରେ ସେ ରାକ୍ଷସୀ ପରୀ ଚଢ଼େଇର ଘର ଭିତରେ ଯାଇ ଖୋଜିଲା, ହେଲେ କୋଉଠି ବି ସେ ଯାଦୁର ବାକ୍ସକୁ ପାଇଲାନି। ଆରେ ତୁ ତ ଠିକ କହୁଥିଲୁ, ତମ ଘରେ ତ ଯାଦୁର ବାକ୍ସ ନାହିଁ। ତା ମାନେ ସେ କଳା ଚଢ଼େଇ ମାନଙ୍କ ପାଖରେ ଯାଦୁର ବାକ୍ସ ଅଛି। ମୁଁ ଏବେ ତାଙ୍କ ପାଖକୁ ଯାଏ।
ଚଢ଼େଇ ଯୁଦ୍ଧରେ ମୋର ସାଙ୍ଗ ପରୀମାନେ ଦୁର୍ବଳ ହେଇଯାଇଛନ୍ତି। ମୋତେ ସେ ଯାଦୁର ମିଠା ବାକ୍ସକୁ ଦେ। ସେମାନେ ଯାଦୁର ମିଠା ଖାଇଲେ ଶୀଘ୍ର ସୁସ୍ଥ ହେଇଯିବେ। ରାକ୍ଷସୀ ପରୀ କୁଆଡ଼େ ଚାଲିଯାଇଛି, ମୁଁ ତାକୁ ଖୋଜିକି ପାଉନି। ସେ ରାକ୍ଷସୀ ପରୀକୁ ମାରିଲେ ଯାଇ ଆମ ଯୁଦ୍ଧ ଶେଷ ହେବ। ମୁଁ ଜାଣେ ସେ ରାକ୍ଷସୀ ପରୀ କୋଉଠିକି ଯାଇଛି। ହେଲେ ମା, ତୁ ଏ କଥା କେମିତି ଜାଣିଲୁ? ତାପରେ କୁନି ସମସ୍ତଙ୍କୁ ସବୁ ଘଟଣା କହିଲା। ଆଚ୍ଛା, ତାହେଲେ ସେ ରାକ୍ଷସୀ ପରୀ ଏଇ ଜଙ୍ଗଲରେ ଅଛି। ଆଜି ମୁଁ ତାକୁ ଶେଷ କରିକି ରହିବି। ଆରେ ଛୋଟ ଝିଅ, ଯା ଶୀଘ୍ର ମୋ ଯାଦୁର ମିଠା ବାକ୍ସକୁ ନେଇଆ। ଏଇ କୋଉଠି ରଖିଛ ଯେ ଯାଦୁର ମିଠା ବାକ୍ସ? ଶୀଘ୍ର ମତେ ଆଣିଦିଅ। ଆରେ ପରୀ, ତୁମେ ଆମ ପାଖକୁ କାହିଁକି ଆସିଲ? ସେ ଯାଦୁର ମିଠା ବାକ୍ସ ତ ଚଢ଼େଇ ଘରେ ଅଛି। ମତେ ମିଛ କହୁଛ ନାହିଁ? ତତେ ସୁନା ଘର ଦେବାଟା ମୋର ଭୁଲ ହେଇଗଲା। ଏବେ ମୁଁ ଏ ସୁନା ଘରକୁ ନେଇ ଯାଉଛି। ଏ କଣ କଲ ପରୀ? ଆମ ସୁନା ଘରକୁ କାହିଁକି ନେଲ? ଏବେ ତ ଖାଲି ସୁନା ଘର ନେଇଛି। ଯଦି ଯାଦୁର ମିଠା ବାକ୍ସ ନ ଦେବ, ମୁଁ ତମ 2 ଜଣଙ୍କୁ ବେଙ୍ଗ ବନେଇଦେବି। ଏବେ କୁହ, ସେ ଯାଦୁର ମିଠା ବାକ୍ସ ମତେ ଦେବ କି ନାହିଁ? ନା ନା ପରୀ, ଆମେ ସତ କହୁଛୁ, ଆମ ପାଖରେ ସେ ଯାଦୁର ମିଠା ବାକ୍ସ ନାହିଁ। ରାକ୍ଷସୀ ପରୀ ସେମାନଙ୍କର କିଛି କଥା ନ ଶୁଣି 2 କାଉଙ୍କୁ ବେଙ୍ଗ କରିଦେଲା। ସେହି ସମୟରେ ଭଲ ପରୀ ସେଠାରେ ପହଞ୍ଚିଗଲା ଆଉ ରାକ୍ଷସୀ ପରୀକୁ ବନ୍ଦୀ କରିନେଲା। ଏଇ କିଏ ମତେ ବନ୍ଦୀ କଲା? ମୁଁ ତତେ ବନ୍ଦୀ କରିଛି। ନିଜ ଯାଦୁ ଶକ୍ତିର ଅପବ୍ୟବହାର କରି ଆମ ପରିରାଜ୍ୟ ଧ୍ୱଂସ କରିବାକୁ ଚାହୁଁଥିଲୁ ନା? ଏବେ ମୁଁ ତତେ ଧ୍ୱଂସ କରିବି। ଭଲ ପରୀ, ଆମକୁ ଟିକେ ସାହାଯ୍ୟ କର। ଆମକୁ ଆମ ପୂର୍ବ ରୂପ ଫେରେଇ ଦିଅ। ନା, ମୁଁ ତମ ଭଳି ଦୁଷ୍ଟ ପକ୍ଷୀ ମାନଙ୍କୁ ଜମା ବି ସାହାଯ୍ୟ କରିବିନି। ତମେ ମାନେ ସାରା ଜୀବନ ଏଇ ରୂପରେ ବିତାଅ। ଚଢ଼େଇ, ତମ ମା ଝିଅଙ୍କୁ ମୁଁ ଯେତେ ଧନ୍ୟବାଦ ଦେବି କମ୍ ହେବ। ତମମାନଙ୍କ ପାଇଁ ମୁଁ ଆଜି ମୋ ପରିରାଜ୍ୟକୁ ରକ୍ଷା କରିପାରିଲି। ମୁଁ ତମମାନଙ୍କୁ ଖୁସିରେ କିଛି ଦେବାକୁ ଚାହୁଁଛି। ଏଇ ସୁନାର ମିଠା ଘର ନିଅ। ଏ ଘରେ ତମେମାନେ ପ୍ରତିଦିନ ସୁନାର ଲଡୁ ପାଇବ। ସେଇ ସୁନା ଲଡୁ ବିକ୍ରି କରି ତମେମାନେ ଖୁସିରେ ନିଜ ଜୀବନ ବିତାଇବ। ଏମିତି କହି ପରୀ ସେଠାରୁ ଚାଲିଗଲା। ସୁନାର ମିଠା ଘର ପାଇ ମା ଚଢ଼େଇ ଆଉ ତାର ଝିଅ ଖୁବ୍ ଖୁସିରେ ରହିଲେ। ସେମାନେ ପ୍ରତିଦିନ ସୁନା ଲଡୁ ବିକ୍ରି କରି ଅନେକ ଟଙ୍କା ପାଉଥିଲେ ଆଉ ଗରିବ ଚଢ଼େଇମାନଙ୍କୁ ସାହାଯ୍ୟ ବି କରୁଥିଲେ।